ଆଜ୍ଞା ଆଜ୍ଞା ଘରେ ଅଛନ୍ତି କି? କାଇଁ ଦେଖା ଯାଉନାହାନ୍ତି। ରେ ବାପା। ଆଜ୍ଞା ଯୋଉ ସରକାରଙ୍କର ଜନଗଣନା ଚାଲିନି, ହଁ ଆମେ ସେଇଠୁ ଆସିଛୁ। ଆଚ୍ଛା ମଉସା କହିଲେ ଆପଣଙ୍କ ଘରେ କେତେ ଜଣ ଅଛନ୍ତି? ଆମ ଘରେ ହଁ 14 ଜଣ। 14 ଜଣ। ହଁ ଠିକ ଅଛି। ଇଏ ବାପ ହଁ ମୁଁ କଣ କହୁଥିଲି କି ଇଏ ଯିଏ ଘର ଭିତରକୁ ଆସିବ ତା ନାଁ କହିଲେ ବି ଚଳିବ? ମାନେ 14 ଜଣଠୁ ଆହୁରି ଲୋକ ଅଛନ୍ତି କି? ହଁ ସେ କଥା କଣ କହନି, ସେ ମୋ ନାତି ଦିଟା, ହଁ ସେ ଅଜୟ ପୁଅ ଆଉ ରଞ୍ଜନ ପୁଅ, ହୁଁ ସେ ଦିଟାଙ୍କ ମୋରି ପାଖରେ ଶୋଉଛନ୍ତି। 4-5ଟା ଲେଖେ ଝିଅକୁ ଭଲ ପାଇଛନ୍ତି। ଆଜ୍ଞା। ଫୋନରେ କଥା ହଉଛି ମୁଁ ଶୁଣୁଛି, ସମସ୍ତଙ୍କୁ କହୁଛନ୍ତି ବାହା ହେବୁ। ଏତେ ଲୋକ ଆଇଲେ କୋଉଠି ରହିବେ? ନାଇଁ ମଉସା ଏଗୁଟା କି କଥା କହୁଛ? ଭଲ ଭଲ ପାଇଲେ ସେଗୁରା ହବନି। ଆଉ ଘର ଭିତରେ ଯିଏ ଅଛି ତାଙ୍କ ନାଁକୁ ଆମେ ଏଣ୍ଟ୍ରି କରିବୁ। ଆଚ୍ଛା ଇଏ ହଁ ବାପା ବିଶି କେଶନ ସାହୁ, ବୟସ 7 ମାସେ। 7 ମାସ ମାନେ? ସେ କଥା କଣ କି ବାପ, ହଁ ସେ ଆମ ସାନ ନାତୁଣୀକୁ ହଁ ତାର ପିଲାପିଲି ହବାର ଅଛି ହେଲା। ସେ ମାହାଲ ମାଣ୍ଡା ବାବା ଆସିଥିଲେ, ଯୋଉ ତା ପେଟୁକୁ ଅନେଇ ଦେଇଛନ୍ତି। ସେ ମତେ କହିଲେ ଗୋକୁଳି ଏଥର ଅଣନାତିଟି ହବରେ। ସେଇଦିନ ଠାରୁ ତା ନା ବିଶି କେଶନ ଦେଇଦେଇଛି। कैसे कैसे लोग रहते हैं यार यहाँ पर। साला तुमको पागल कुत्ते